ଗ୍ୟାସ୍ ସମସ୍ୟାରୁ ମୁକ୍ତି ଦେବ ଏହି ଉପାୟ। ମେଡିସିନ ନୁହେଁ, ଏହାକୁ ଖାଆନ୍ତୁ। ଚୁଟକିରେ ଦୂର ହେବ ବଦହଜମି। ଉତ୍ତମ ସ୍ୱାସ୍ଥ୍ୟ ପାଇବାକୁ ହେଲେ ପ୍ରଥମେ ମନୁଷ୍ୟ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଉଚିତ। ସଠିକ୍ ସମୟରେ ଖାଦ୍ୟ ଖାଇବା ଏବଂ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବା ନିହାତି ଆବଶ୍ୟକ, କାହିଁକି ନା ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ନିଜ ଯତ୍ନ ନେବା ମଧ୍ୟ କଷ୍ଟକର ହୋଇଗଲାଣି। ଏଣୁ ସଠିକ୍ ଖାଦ୍ୟ ଆମ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଖାଦ୍ୟରେ ଟିକିଏ ଏପଟ ସେପଟ ହେଲେ ସଙ୍ଗେ ସଙ୍ଗେ ଗ୍ୟାସ୍, ବଦହଜମି ପରି ନାନା ସମସ୍ୟା ଉପୁଜିଥାଏ। ପେଟ ଖରାପ ମଧ୍ୟ ହୋଇଥାଏ। ଗ୍ୟାସ୍ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ ପ୍ରକାର ମେଡିସିନ ଖାଇଥାଉ, କିନ୍ତୁ ଆପଣ ଜାଣି ରଖିବା ଉଚିତ ଆପଣଙ୍କ ରୋଷେଇ କରିଥିବା କେତୋଟି ଜିନିଷ ଆପଣଙ୍କୁ ଏସିଡିଟିରୁ ମୁକ୍ତି ଦେବ। ମେଡିସିନ ନୁହେଁ, ବରଂ ପ୍ରାକୃତିକ ଉପାୟରେ ଗ୍ୟାସ୍ ସମସ୍ୟା ଦୂର ହୋଇପାରିବ। ତେବେ ଆସନ୍ତୁ ଜାଣିବା କ'ଣ ସେହି ପ୍ରାକୃତିକ ଉପାୟ। ଜୁଆଣି ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଚୁଟକିରେ ଗ୍ୟାସ୍ ଓ ବଦହଜମି ଦୂର କରିଥାଏ ଜୁଆଣି। ଜୁଆଣି ମଞ୍ଜିରେ ଥିବା ଥାଇମଲ ପାଚନ ଏନଜାଇମ୍କୁ ସକ୍ରିୟ କରେ, ଯାହା ଖାଦ୍ୟକୁ ଶୀଘ୍ର ହଜମ କରିବାରେ ସାହାଯ୍ୟ କରେ ଏବଂ ଗ୍ୟାସ୍ ହ୍ରାସ କରେ। ଅଧ ଚାମଚ ଜୁଆଣି ପାଉଡର ସହିତ ଚିମୁଟାଏ କଳା ଲୁଣ ମିଶାଇ ଉଷୁମ ପାଣିରେ ପିଅନ୍ତୁ। ଏ ମିଶ୍ରଣ କିଛି ମିନିଟ୍ ମଧ୍ୟରେ ପେଟ ଭାରି ହେବା ଏବଂ ଗ୍ୟାସ୍ ହ୍ରାସ କରିବ। ସେପରି ଗ୍ୟାସ୍ ପାଇଁ ପାନମଧୁରୀ ମଧ୍ୟ ରାମବାଣ ପରି କାର୍ଯ୍ୟ କରିଥାଏ। ପାନମଧୁରୀ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଠିକ୍ ରହିଥାଏ। ଏହା ପେଟକୁ ଥଣ୍ଡା ରଖିବା ସହିତ ଗ୍ୟାସ୍ ଦୂର କରେ ଏବଂ ଖାଦ୍ୟକୁ ଶୀଘ୍ର ହଜମ କରିବାରେ ସାହାଯ୍ୟ କରେ। ଏ କାରଣରୁ ପ୍ରାୟତଃ ଖାଦ୍ୟ ପରେ ପାନମଧୁରୀ ଖିଆଯାଏ। ପାନମଧୁରୀକୁ ସିଧାସଳଖ ଚୋବାଇ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ଖାଲି ସେତିକି ନୁହେଁ, ପୁଦିନା ପତ୍ର ମଧ୍ୟ ଏସିଡିଟି ଦୂର କରିବାରେ ସହାୟକ ଅଟେ। ଏହି ପୁଦିନା ପତ୍ରକୁ ଆମେ ଖାଦ୍ୟରେ ଫ୍ଲେଭର ପାଇଁ ବ୍ୟବହାର କରିଥାଉ, କିନ୍ତୁ ଏହାକୁ ଚୋବାଇ ଖାଇବା ଦ୍ୱାରା ଗ୍ୟାସ୍ରୁ ମଧ୍ୟ ମୁକ୍ତି ମିଳିଥାଏ। ଏହା ପିତ୍ତ ପ୍ରବାହକୁ ବୃଦ୍ଧି କରି ପାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ। ଖାଦ୍ୟ ପରେ 4ରୁ 5ଟି ତାଜା ପୁଦିନା ପତ୍ର ଚୋବାନ୍ତୁ କିମ୍ବା ପୁଦିନା ଚା ପିଅନ୍ତୁ, ଯାହା ପେଟକୁ ଥଣ୍ଡା ରଖିବା ସହିତ ଗ୍ୟାସ୍ ସମସ୍ୟା ଦୂର କରିଥାଏ। ବ୍ୟୁରୋ ରିପୋର୍ଟ, ହିରଞ୍ଜନ ଲାଇଭ।